ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାରୀରେ ଦେଖନ୍ତୁ। ଆଦିତ୍ୟ ଜେଜେମାକୁ ଫୋନ୍ କରି ପଚାରେ, କେମିତି ଅଛ ଜେଜେମା? ଜେଜେମା କୁହନ୍ତି, ତୋ ବିନା ମୁଁ କ'ଣ କେବେ ଭଲରେ ରହିପାରିବି? ବହୁତ ଦିନ ହେଲାଣି ତତେ ମୁଁ ଦେଖିନି। କେମିତି ତାହେଲେ ତତେ ଛାଡ଼ିକି ତୋ ଜେଜେମା ଭଲରେ ରହିବ? ଆଦୁ କୁହେ, ବାସ୍ ଆଉ କିଛି ଦିନର କଥା। ଜଲ୍ଦି ଜଲ୍ଦି କାମ ସାରିକି ମୁଁ ଫେରୁଛି। ଜେଜେମା କୁହନ୍ତି, ଆଦି ବାବା, ତୁ ଯେଉଁ କାମରେ ଯାଇଥିଲୁ ସେ କାମ ଠିକ୍ ସେ ଚାଲିଛି ତ? ଆଚ୍ଛା ବାବା, କାମରେ ତୋର ମନ ଲାଗୁଛି ନା? ଆଦି କୁହେ, ତମକୁ ଆଉ ଜେଜେକୁ ବହୁତ ମିସ୍ କରୁଛି। ଜେଜେମା କୁହନ୍ତି, ଧନରେ, ତୋ ଜେଜେ ଆଉ ମୁଁ ତତେ ବହୁତ ମନେ ପକାଉଛୁ। ଆଦି ବାବା, ମୋର ଗୋଟେ ଛୋଟ କଥା ଥିଲା, ତୁ ଯଦି ରଖିବୁ ତାହେଲେ। ଆଦି କୁହେ, ବୁଝିପାରୁଛି ତମେ କ'ଣ କହିବା ପାଇଁ ଚାହୁଁଛ, କିନ୍ତୁ ସବୁଥର ପରିକା ମୋର ସେମ୍ ଆନ୍ସର ନୁହଁ। ନା ସେ ବିକ୍ରାନ୍ତ ଆମ ଘରକୁ କେବେ ଆସିପାରିବ, ନା ତା ସହିତ ଆମର କୌଣସି ସମ୍ପର୍କ ରହିବ। ଜେଜେ କୁହନ୍ତି, ହେଲେ ଆଦି ବାବା, ଯାହା ବି ହେଲେ ସେ ତ ଭାଇ। ଆଦି ଜୋରସେ ରାଗିକି କୁହେ, ନା ଜେଜେ, ସେ ମୋର କେହି ନୁହଁ। ସେ ମୋର ସବୁ କିଛି ଛଡ଼େଇ ନେଇଛି। ତା ପାଇଁ ମୁଁ ପିଲାଦିନରୁ ଅନାଥ ହୋଇକି ଅଛି। ବୁଝିପାରିଲ ତମେ? ଆଦି କଥା ଶୁଣି ଜେଜେମା ଓ ଜେଜେବାପା ବହୁତ ମନ ଦୁଃଖ କରନ୍ତି। ଆଉ ସେଇ ସମୟରେ ରାଜୁ ଆସି ଆଦି ପାଖରେ ପହଞ୍ଚେ। ଆଉ ଆଦି ରାଜୁକୁ ପଚାରେ, ଆରେ ମୁଁ ସେଇ ଝିଅ କଥା ପଚାରୁଛି ଯାହାକୁ ଆମେ ହସ୍ପିଟାଲରେ ନେଇକି ଯାଇଥିଲେ। ସେ ଝିଅର କଣ୍ଡିସନ୍ ଏବେ କେମିତି ଅଛି କୁହ? ରାଜ କୁହେ, ତାର ତ ପ୍ଲାଷ୍ଟିକ୍ ସର୍ଜରୀ ହେଇଯାଇଥିଲା। ସାର୍ ଚାଲୁନାହାନ୍ତି କାଲି ଟିକେ ଦେଖା କରିଦେଇ ଆସିବେ। ଆଦି କୁହେ, ଆମେ କ'ଣ ପାଇଁ ଦେଖା କରିବାକୁ ଯିବା? ରାଜୁ କୁହେ, ସାର୍, ଥରେ ଯଦି ସେ ଝିଅର ଚେହେରା ଦେଖିଦେବେ, ଦିନକୁ 10 ଥର ହସ୍ପିଟାଲ ଦେଖା କରିବାକୁ ଯିବେ। ଆଦି କୁହେ, ତୁମେ ଯାହା କହୁଥିଲ ଠିକ୍ କହୁଥିଲ। କାଲି ଯେମିତି ବି ହେଉ ହସ୍ପିଟାଲ ଯିବାକୁ ପଡ଼ିବ। ରାଜୁ କୁହେ, ଆପଣ ହସ୍ପିଟାଲ ଗଲେ ସିନା ଆପଣଙ୍କ ମନରେ ଯେଉଁ ତାଲାଟା ପଡ଼ିଛି ସେଇଟା ଫିଟିବ, ଆଉ ଆପଣ ଜୀବନରେ ଗୋଟେ ନୂଆ ଲଭ୍ ଷ୍ଟୋରି ଲେଖା ହେବ। ଏକଥା ଶୁଣି ରାଜୁକୁ ଆଦି ଚାହେଁ। ସାଙ୍ଗମାନେ, ଆପଣମାନେ ମୋ ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।